ବାହୁଡ଼ା ଯାତ୍ରା ସମ୍ପନ୍ନ ମନ୍ଦିର ଅଭିମୁଖେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡ଼ା ଯାତ୍ରା ନାମରେ କଥିତ ବାହୁଡ଼ିଛନ୍ତି ଚତୁର୍ଥା ମୂର୍ତ୍ତି ନିଜ ମନ୍ଦିର ଅଭିମୁଖେ। ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଏହି ଯାତ୍ରା। ମେଘୁଆ ପାଗ ଓ ଝିପିଝିପି ବର୍ଷା ସତ୍ତ୍ୱେ ବାହୁଡ଼ା ଯାତ୍ରାରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିଲା। ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳର ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ଗ୍ରାମରୁ କୀର୍ତ୍ତନ ଥଳ ଅତି ସୁନ୍ଦର ନଦିଆ କୀର୍ତ୍ତନ କରି ପରିବେଶ ଜଗନ୍ନାଥମୟ କରୁଥିଲେ। ତାହା ସାଙ୍ଗକୁ ଆଉ ଏକ ସୁନ୍ଦର ଦୃଶ୍ୟ କିନ୍ନରମାନେ ଏକତ୍ରିତ ହୋଇ ଭଗବାନ ଜଗନ୍ନାଥ ଭଜନର ତାଳେ ତାଳେ ଅତି ସୁନ୍ଦର ଭାବରେ ନୃତ୍ୟ କରି ଭକ୍ତିମୟ ପରିବେଶ ସୃଷ୍ଟି କରୁଥିଲେ। ସକାଳୁ ମଙ୍ଗଳ ଆଳତୀ ସହ ମଇଲମ ରୋଷଘର ହୋମ ପରେ ସୂର୍ଯ୍ୟଦେବ ପୂଜା ଅବକାଶ ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ବେଡ଼ଭୂଷଣ ଛେରା ପହଁରା କରିଥିବା ବେଳେ ତାଙ୍କ ସହ ଯୋଗ ଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ। ଦିନ 2ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ଭିକାରୀ ସାହୁ, ସଭାପତି ସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଆଇନଜୀବୀ ବିଜୟ ମହାନ୍ତି, ରଜତ ମହାନ୍ତି, ଶଙ୍କର ବେହେରା, ଅଶୋକ ପଟ୍ଟନାୟକ, ଶରଦ ପଟ୍ଟନାୟକ, ମୁନା ଧଳ, ଅସିତ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପୂଜକ ଶଙ୍କର ପାଢ଼ୀ, କାଳିଆ କର, ଲଡୁ ମିଶ୍ର, ସେବକ ଅସିତ ପଣ୍ଡା, ଅସୀମ ପ୍ରହରାଜ ପ୍ରମୁଖ ରଥରୁଢ଼ା ହୋଇ ଭକ୍ତଙ୍କ ନୈବେଦ୍ୟ ପୂଜନ କରୁଥିବା ଦେଖିବାକୁ ମିଳିଥିଲା। ରଥ ପରିଚାଳନାର ଦାୟିତ୍ୱ ସୁକାତ ମହାରଣା ତୁଲାଇଥିଲେ। କନ୍ଧମାଳ ଫୁଲବାଣୀରୁ ଦାରୁଣ ବେହେରାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।